ସମସ୍ତଙ୍କର ପ୍ରିୟ ନେତା ବିଜୁ ଜନତା ଦଳ ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ମାନନୀୟ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ପ୍ରତ୍ୟେକ ବର୍ଷ ଅକ୍ଟୋବର 2 ତାରିଖ ଦିନ ପଦଯାତ୍ରା କରେ। ସେ ପରିପ୍ରେକ୍ଷୀରେ ଏ ବର୍ଷ ମଧ୍ୟ ହେଇଛି ଏବଂ ଆଜି 5 ମ୍ୟୁନିସିପାଲିଟିରେ ହଜାର ହଜାର ସଂଖ୍ୟାରେ ଉତ୍ସକୃତ ଭାବେ ଲୋକ ଯୋଗ ଦେଇଛନ୍ତି, ଦୀର୍ଘ ରାସ୍ତା ଅତିକ୍ରମ କରି ଆସିଛନ୍ତି ଏବଂ ଆମର ପୂର୍ବତନ ସାଂସଦ ଆଜି ଏଠି ଉପସ୍ଥିତ ଅଛନ୍ତି। ଆମେମାନେ ମଧ୍ୟ ଉପସ୍ଥିତ ଅଛୁ। ଆପଣଙ୍କର ପ୍ରାର୍ଥୀ ଗୀତାଞ୍ଜଳି ଆଦର୍ଶ ମଧ୍ୟ ଉପସ୍ଥିତ ଅଛନ୍ତି। ଶ୍ରମିକ ନେତା ଅରିନ୍ଦମ ସାହୁ ସେ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ଯୋଉ କାର୍ଯ୍ୟକ୍ରମ ମାନ୍ୟବର ନେତା ନବୀନ ପଟ୍ଟନାୟକ ନିର୍ଦ୍ଦେଶ କରିବେ ଆଜି 5 ରୁ ଅନୁଷ୍ଠିତ ହେଉଛି। ଆଗାମୀ 6 ତାରିଖ ପୂଜା ପଦଯାତ୍ରା ନିଆରା ପଦଯାତ୍ରା ସବୁବେଳେ ସରକାରୀ ଦଳରେ ଥାଇ କରୁ, ଆଜି ବିରୋଧୀ ଦଳରେ ଥାଇକି କରୁ। ବିରୋଧୀ ଦଳରେ କଲା ବେଳେ ଆଜି ସରକାରୀ ଦଳରେ କଲାବେଳେ ଯେତିକି ଲୋକ ଥିଲେ ତାଠୁ ଅଧିକା ଲୋକ ଏବେ ଅଛନ୍ତି। ଏଥିରୁ ଜଣାପଡୁଛି ଲୋକଙ୍କର ବିଜୁ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ପ୍ରତି ଭଲ ପାଇବା ଅତୀତ ଅଛି, ବରଂ ଆଗ ଅପେକ୍ଷା ଅଧିକ। ଆଜି ଗୋଟେ ବ୍ୟତିକ୍ରମ ଦେଖିଲି। ଦୀର୍ଘ ବର୍ଷ ପରେ ନବ ସଭାପତି ଦାମୋଦର ରାଉତଙ୍କର ଦେଖି ନିଶ୍ଚିତ ଭାବରେ ଖୁସି ଲାଗିଲା। ତାଙ୍କର ମନରେ ଭାବ ଅଛି, ତାଙ୍କ ଗୁରୁ ଡକ୍ଟର ଦାମୋଦର ରାଉତଙ୍କ ପ୍ରତି ଏଇଟା ମୋତେ ଖୁସି ଲାଗିଲା ଦେଖି। କଥା ହଉଛି ବିଗତ ଦିନରେ ତାର ବ୍ୟତିକ୍ରମ ଅନେକ ହେଇଛି। ସେ ଅନେକ ସଭା ସମିତି କରିଛନ୍ତି, ତାପରେ ମାନି ନାହାନ୍ତି। ସେତେବେଳେ ମୋ ମନକୁ ସ୍ୱାଭାବିକ ପ୍ରଶ୍ନ ଆସେ ବ୍ୟତିକ୍ରମ କାହିଁ? ସୃଷ୍ଟି ଯଦି ସ୍ରଷ୍ଟାର ଫଟୋ ନ ମାରିବ ତାହେଲେ କଣ କହିବ? କିନ୍ତୁ ତାର ଆଜି ମାରିଛନ୍ତି, ନିଶ୍ଚିତ ଭାବରେ ଖୁସିର କଥା। ତା ପଛରେ ଉଦ୍ଦେଶ୍ୟ କଣ ଅଛି ଆପଣମାନେ ଜାଣିଛନ୍ତି, କିନ୍ତୁ ମୋର ଯାହା ଦେଖୁଛି ଉଦ୍ଦେଶ୍ୟ ଲୋକମଣ୍ଡଳ ସେ ପୁରୁଣା ଭକ୍ତିଭାବ ଅଛି, ଦେଖି ନିଶ୍ଚିତ ଭାବରେ ଖୁସି କଥା। ଶୁଣନ୍ତୁ, ସକାଳେ ସେ ଗୋଟେ ସରକାରୀ କାର୍ଯ୍ୟକ୍ରମ ଥିଲା ସ୍ୱଚ୍ଛତା ଉପରେ ଏବଂ ତା ସାଙ୍ଗରେ ଗୋଟେ ପଦଯାତ୍ରା କରିଦେବେ। ସ୍ୱଚ୍ଛତା କାର୍ଯ୍ୟକ୍ରମ ତାପରେ ଆମେ ସରକାରୀ କାର୍ଯ୍ୟକ୍ରମ ଆମେ ଯୋଗ ଦେଇପାରିବୁନି, ସେ ତା ସାଙ୍ଗରେ ଆଉ ଗୋଟେ ସୃଷ୍ଟି କଲେ ପଦଯାତ୍ରା। କିନ୍ତୁ ବିଜୁ ଜନତା ଦଳ ବିଧିବଦ୍ଧ ପଦଯାତ୍ରା ଏବେ ହେଉଛି, ବିଧାୟକ ଆଜିର ଖୁସିର କଥା। ବିଜୁ ଜନତା ଦଳ ବହୁତ ବଡ ଦଳ, କିଛି ନିର୍ବାଚନ ମଣ୍ଡଳୀ ଅଛି ସେଠି 2ଟି 3ଟି ଲେଖା ପଦଯାତ୍ରା ମଧ୍ୟ ହଉଛି। କିନ୍ତୁ ସର୍ବୋପରି ଗୋଟିଏ କଥା, ମାନ୍ୟବର ନେତା ନବୀନ ପଟ୍ଟନାୟକ ନିର୍ଦ୍ଦେଶ, ତେଣୁ ସମସ୍ତେ ତାକୁ କାର୍ଯ୍ୟକାରୀ କରିବାରେ ଲାଗିବ ହେଲା କଥା। ତ ବିଜୁ ଜନତା ଦଳ ପଦଯାତ୍ରା କରୁଛି କାହିଁକି? ମାନ୍ୟବର ନେତା ନବୀନ ପଟ୍ଟନାୟକ ସମ୍ମାନ ଦେଇ। ତ ସେ ପରୀକ୍ଷାରେ ପାରଦୀପ ଦିଟା ଅସୁବିଧା କଣ ଅଛି? କିଛି ଗୋଷ୍ଠୀ କନ୍ଦଳ ନାହିଁ, ମତ ପାର୍ଥକ୍ୟ ଟିକେ ଅଛି, ମନାନ୍ତର ଅଛି। ଆଜି ବହୁତ ବଡ ଦଳ, ଭାଇ ଭାଇ ଭିତରେ ହଉନି, ବହୁତ ବଡ ଦଳ। ଆଜି ଯୋଉଟା ଦେଖୁଛନ୍ତି କାଲି ତାର ପୁନରାବୃତ୍ତି ହବନି ଏବଂ ବଦଳି ଯିବ ନଯିବ ବୋଲି କଣ ମାନେ ଅଛି? ଅନେକ କିଛି କଥା ଅଛି, ଆଗକୁ ବ୍ୟସ୍ତ ହେବାର କୌଣସି